ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିୟସ୍ ଏଜୁକେସନ୍ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ପ୍ଲସ୍ ଥ୍ରୀ ଫାର୍ଷ୍ଟ ଇୟର୍ର ବା ପ୍ଲସ୍ ଥ୍ରୀ ଫାର୍ଷ୍ଟ ସେମିଷ୍ଟାରର ଇଲେକ୍ଟିଭ୍ ୱାନ୍ ଯାହାକି ପଲିଟିକାଲ୍ ସାଇନ୍ସ। ଓକେ, ଦେଖ ଏଇଟା ସବୁ 3 ମାର୍କିଆ କୋଶ୍ଚିନ୍। ସଂକ୍ଷିପ୍ତ ଟିପ୍ପଣୀ ଲେଖ। ଓକେ, ଏସବୁ 3 ମାର୍କିଆ କୋଶ୍ଚିନ୍ ଦେଖିନିଅ। ନାରୀବାଦର ପ୍ରଥମ ସ୍ରୋତ। ଊନବିଂଶ ଶତାବ୍ଦୀର ଶେଷ ଭାଗ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭରେ ଇଂଲଣ୍ଡ ଓ ଆମେରିକାର ନାରୀମାନଙ୍କ ଦ୍ୱାରା ସଂଗଠିତ ଆନ୍ଦୋଳନ ନାରୀବାଦର ପ୍ରଥମ ପର୍ଯ୍ୟାୟର ପରିସର ଅନ୍ତର୍ଭୁକ୍ତ। ଏହି ପର୍ଯ୍ୟାୟରେ ପୈତୃକ ସମ୍ପତ୍ତିରେ ନାରୀମାନଙ୍କର ଅଂଶୀଦାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ଊନବିଂଶ ଶତାବ୍ଦୀର ଶେଷ ଭାଗରେ ନାରୀବାଦ ବା ନାରୀମାନଙ୍କର ମତଦାନ ଅଧିକାର ପାଇଁ ଦାବି କରିଥିଲା। 1848 ମସିହାରେ ଆମେରିକା ସ୍ଥିତ ସେନେକା ଫଲ୍ସ ସମ୍ମିଳନୀରେ 3,300 ପୁରୁଷ ଓ ନାରୀ ପ୍ରତିନିଧି ନାରୀ ଓ ପୁରୁଷ ମଧ୍ୟରେ ସମାନତା ପାଇଁ ଆବେଦନ କରିଥିଲେ। ଏଲିଜାବେଥ ଓ କ୍ୟାଡି ଷ୍ଟାନଷ୍ଟନ୍ ଏହାର ଘୋଷଣାନାମା ପ୍ରସ୍ତୁତ କରିଥିଲେ। 1918 ମସିହାରେ ଜନପ୍ରତିନିଧିତ୍ୱ ଆଇନ ବଳରେ 30 ବର୍ଷରୁ ଊର୍ଦ୍ଧ୍ୱ ଓ ନିଜସ୍ୱ ବାସଗୃହ ଥିବା ନାରୀମାନଙ୍କୁ ଭୋଟଦାନ ଅଧିକାର ପ୍ରଦାନ କରାଯାଇଥିଲା। 1928 ମସିହାରେ 21 ବର୍ଷରୁ ଊର୍ଦ୍ଧ୍ୱ ସମସ୍ତ ନାରୀଙ୍କୁ ଏହି ଅଧିକାର ପ୍ରଦାନ କରାଯାଇଥିଲା। ଭୋଲ୍ଟାଏର, ଡେ କ୍ଲେର୍କ ଏବଂ ମ୍ୟାଜେଟ୍ ସ୍କିଗଲ୍ ନାରୀର ଯୌନ ଜୀବନ ଉତ୍ପାଦନ ଏବଂ ଅର୍ଥନୈତିକ ସ୍ୱାଧୀନତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ। ଏଲିଜାବେଥ ବା କ୍ୟାଡି ଷ୍ଟାନଷ୍ଟନ୍, ସୁସାନ୍ ଡି ଆଣ୍ଟୋନି, ଲୁସି ଷ୍ଟୋନ୍, ଅଲିଭା ବ୍ରାଉନ୍ ଏବଂ ହେଲେନ୍ ପିଟ୍ ଆଦି ନାରୀବାଦୀମାନେ ଦାସ ପ୍ରଥାକୁ ଉଚ୍ଛେଦ କରିବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଏହାକୁ ଉଚ୍ଛେଦ କରାନଗଲେ ନାରୀମାନଙ୍କୁ ଅଧିକାର ପ୍ରଦାନ କରାଯାଇପାରିବ ନାହିଁ ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଆମେରିକାର ସମ୍ବିଧାନ 19ତମ ସଂସ୍କରଣ କାଳରେ ସବୁ ରାଜ୍ୟର ନାରୀମାନଙ୍କୁ ମତଦାନ ଅଧିକାର ପ୍ରଦାନ କରାଯାଇଥିଲା। ନାରୀବାଦର ଦ୍ୱିତୀୟ ସୂତ୍ର। ଓକେ, ସେକେଣ୍ଡ ୱେଭ୍ ଅଫ୍ ଫେମିନିଜମ୍। ନାରୀବାଦର ଦ୍ୱିତୀୟ ପର୍ଯ୍ୟାୟ 1960 ମସିହାରୁ 1980 ମସିହା ପର୍ଯ୍ୟନ୍ତ ପ୍ରସାର ଲାଭ କରିଥିଲା। ଏଷ୍ଟେଲ୍ ଫ୍ରିଡମାନଙ୍କ ମତରେ ପ୍ରଥମ ପର୍ଯ୍ୟାୟ ନାରୀବାଦ ନାରୀ ମତଦାନ ବ୍ୟବସ୍ଥା ସହିତ ଜଡ଼ିତ ହେଲାବେଳେ ଦ୍ୱିତୀୟ ପର୍ଯ୍ୟାୟରେ ସମାନତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଏହି ପର୍ଯ୍ୟାୟରେ ନାରୀମାନଙ୍କର ସ୍ୱର ଉଗ୍ର ରୂପ ଧାରଣ କରିଥିଲା। ଯୌନ ଜୀବନ ଓ ଉତ୍ପାଦନ ସ୍ୱାଧୀନତା ଉପରେ ଏହି ପର୍ଯ୍ୟାୟରେ ଗୁରୁତ୍ୱ ଦିଆଯାଇଥିଲା। 1968 ଓ 1969 ମସିହାରେ ଆମେରିକାର ଆଟଲାଣ୍ଟିକ୍ ସହରରେ ଅନୁଷ୍ଠିତ ମିସ୍ ଆମେରିକା ପ୍ରତିଯୋଗିତାକୁ ପଶୁମାନଙ୍କର ପ୍ୟାରେଡ୍ କହି ସମାଲୋଚନା କରାଯାଇଥିଲା, କାରଣ ଏହା ନାରୀକୁ ବସ୍ତୁ ଭାବରେ ଉପସ୍ଥାପନ କରିବା ସହିତ ପିତୃକେନ୍ଦ୍ରିକ ସମାଜର ବାର୍ତ୍ତା ବହନ କରିଥାଏ। ନାରୀବାଦୀମାନେ ପିତୃପ୍ରଧାନ ସମାଜକୁ ସେମାନଙ୍କ ମତରେ ନାରୀମାନେ ଗୃହ କାର୍ଯ୍ୟ କମ୍ ମଜୁରୀ ପ୍ରାପ୍ତ ରୂପେ ଗଣନା କରାଯାଉ ନଥିବା କାର୍ଯ୍ୟରୁ ମୁକ୍ତ ରହିବା ଆବଶ୍ୟକ। ଏହାଦ୍ୱାରା ସେ ଗୃହ ମଧ୍ୟରେ ଅବାଧ ଜୀବନରୁ ମୁକ୍ତ ହୋଇପାରିବେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ବୈଷୟିକ ତଥା ବୈଜ୍ଞାନିକ ଜ୍ଞାନକୌଶଳ ଦ୍ୱାରା ଆମେରିକାର ଘରୋଇ ଜୀବନରେ ସେମାନଙ୍କର ଅବଦାନ ଅର୍ଥହୀନ ଓ ମୂଲ୍ୟହୀନ ହୋଇଛି। ନାରୀବାଦର ତୃତୀୟ ସୂତ୍ର। 90 ଦଶକରେ ପ୍ରଥମ ଭାଗରେ ନାରୀବାଦର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ନାରୀକୁ ଏକ ସ୍ୱତନ୍ତ୍ର ପରିଚୟ ଦେବା ପାଇଁ ଦ୍ୱିତୀୟ ପର୍ଯ୍ୟାୟର ଉଗ୍ର ଚିନ୍ତାଧାରା ବିଫଳ ହେବା ଫଳରେ ତୃତୀୟ ପର୍ଯ୍ୟାୟର ସୃଷ୍ଟି ହୋଇଥିଲା। ତୃତୀୟ ପର୍ଯ୍ୟାୟ ସାର୍ବଜନୀନ ନାରୀତ୍ୱ, ନାରୀର ଶରୀର ତଥା ଯୌନ ଜୀବନ ଉପରେ ଆଲୋକପାତ କରିଥିଲା। ଚେରୀ ମୋରାଘ, ମାକ୍ସନାଲ୍ ହଙ୍ଗ୍ କିଙ୍ଗଷ୍ଟନ୍ ଆଦି ତୃତୀୟ ପର୍ଯ୍ୟାୟର ମୁଖ୍ୟ ପ୍ରବକ୍ତା ଅଟନ୍ତି। ପରବର୍ତ୍ତୀ ନାରୀବାଦ। ନାରୀବାଦର ପ୍ରତ୍ୟକ୍ଷ ପ୍ରକ୍ରିୟା ସ୍ୱରୂପ ଏହି ନାରୀବାଦ ସୃଷ୍ଟି ହୋଇଥିଲା। 1960 ଓ 1970 ମସିହା ବେଳକୁ ନାରୀବାଦ ଶୀର୍ଷରେ ପହଞ୍ଚିଥିଲା, କିନ୍ତୁ ପରବର୍ତ୍ତୀ ସମୟରେ ଏହା ନିଜର ଦକ୍ଷତା ଓ ଗୁରୁତ୍ୱ ହରାଇଥିଲା। ନାରୀବାଦ ଆନ୍ଦୋଳନରେ ବିଭାଜନ ସୃଷ୍ଟି ହୋଇଥିଲା।
ନାରୀବାଦୀମାନେ ସଂସ୍କାରଧର୍ମୀ ବିପ୍ଳବୀ ନାମରେ ଆଖ୍ୟାୟିତ ହୋଇଥିଲା। ସମଲିଙ୍ଗ ସମ୍ପର୍କରେ ଓ ପୃଥକୀକରଣ ଆଦି ଦ୍ୱନ୍ଦାତ୍ମକ ଚିନ୍ତାଧାରା ସୃଷ୍ଟି ନେଇ ଇସଲାମୀୟ ରାଷ୍ଟ୍ରଗୁଡ଼ିକରେ ଇସଲାମରେ ମୌଳବାଦ ନାରୀବାଦ ଆହ୍ୱାନ କରିଥିଲେ। ଫଳରେ ନାରୀବାଦର ଗୁରୁତ୍ୱ ହ୍ରାସ ପାଇଥିଲା। ଅନ୍ୟପକ୍ଷରେ ନାରୀମାନଙ୍କର କେତେକ ସମସ୍ୟାର ସମାଧାନ ହେଉଥିଲା। ସେମାନଙ୍କୁ ଶିକ୍ଷା, ମତଦାନ ଅଧିକାର ଏବଂ କର୍ମ ନିଯୁକ୍ତିର ସୁଯୋଗ ପ୍ରଦାନ କରାଯାଇଥିଲା। ଏପରିକି ଗର୍ଭପାତକୁ ଅନେକ ରାଷ୍ଟ୍ରରେ ଆଇନି ସ୍ୱୀକୃତି ପ୍ରଦାନ କରିଥିଲା। ନାରୀମାନଙ୍କୁ ପୁରୁଷର ଦାସ ନୁହେଁ ବରଂ ସହକର୍ମୀ ତଥା ବନ୍ଧୁ ଭାବରେ ବିବେଚନା କରାଯାଇଥିଲା। 5. ନାରୀବାଦର ଚତୁର୍ଥ ପର୍ଯ୍ୟାୟ। ଏକବିଂଶ ଶତାବ୍ଦୀର ପ୍ରଥମ ଭାଗରେ ନାରୀବାଦର ଚତୁର୍ଥ ପର୍ଯ୍ୟାୟ ଆରମ୍ଭ ହୋଇଥିଲା। ସାମାଜିକ ଗଣମାଧ୍ୟମ ଓ ବୈଷୟିକ ଜ୍ଞାନକୌଶଳର ବିକାଶ ଦ୍ୱାରା ନାରୀ ଆନ୍ଦୋଳନକୁ ଏକ ନୂତନ ରୂପରେଖ ପ୍ରଦାନ କରାଯାଇଥିଲା। 2005 ମସିହାରେ ପାଏ ଏହି ନୂତନ ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଜେନିଫର ବ୍ୟୁଗାର୍ଡଙ୍କର ମତରେ 2012 ମସିହାରେ ଏହି ପର୍ଯ୍ୟାୟର ଆରମ୍ଭ ହୋଇଥିଲା। କିରା କୋରେନ ମଧ୍ୟ ନାରୀବାଦର ଏହି ପର୍ଯ୍ୟାୟ ଉପରେ ଆଲୋକପାତ କରିଥିଲେ। ବେଟି ଟଡସନ ନାରୀବାଦର ଏହି ପର୍ଯ୍ୟାୟର ଅନ୍ୟ ଏକ ପ୍ରବକ୍ତା। ଏଇଠି ଭିଡ଼ିଓଟି ସରିଯାଇଛି। ଓକେ, ଏଇ ସବୁ 3 ମାର୍କିଆ କ୍ୱେଶ୍ଚିନ୍ ଆନ୍ସର ଥିଲା। ଇଏ ସବୁ ସିଲେକ୍ସନ୍ ରହୁଛି, ଯାହାକି ଆପଣ ଭଲ ଭାବରେ ପଢ଼ାଲେଖା କଲେ ଏହା ପରୀକ୍ଷା ନିଶ୍ଚିତ ଆସିବ। ଓକେ, ଏଇଠି ଭିଡ଼ିଓ ସରିଯାଇଛି। ଜଣେ ଭିଡ଼ିଓକୁ ନୂଆ ଦେଖୁଛନ୍ତି, ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବେ। ଆପଣ ସାଙ୍ଗମାନଙ୍କ ସହିତ ମଧ୍ୟ ସେୟାର କରିବେ। ଓକେ, ଭିଡ଼ିଓଟି ଭଲ ଲାଗିଥିଲେ ମଧ୍ୟ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।